ଏଥିପାଇଁ ଏକ ସୁନ୍ଦର କାହାଣୀ ଆସନ୍ତୁ ଶୁଣିବା। କିଏ ଗଢ଼ିଦେଲା ଅପୂର୍ବ ଦିଅଁଙ୍କୁ? ଯଜ୍ଞ ବେଦୀରେ ଶ୍ରୀଯଜ୍ଞ ନୃସିଂହକୁ ପ୍ରତିଷ୍ଠା କରି ମହାରାଜ ଇନ୍ଦ୍ରଦ୍ୟୁମ୍ନ ଆରମ୍ଭ କରିଥାନ୍ତି ଅଶ୍ୱମେଧ ଯଜ୍ଞ। ମାତ୍ର ଗୋଟିଏ ଦିନ ଗଲେ ସମାପ୍ତ ହେବ ଏହି ମହାଯଜ୍ଞ ଓ ମହାପ୍ରଭୁ ପ୍ରକାଶ ହେବେ। ପରମ ଉତ୍କଣ୍ଠାର ସହିତ ରାଜା ଶୋଇଥାନ୍ତି। ସେ ଅପୂର୍ବ ଏକ ସ୍ୱପ୍ନ ଦେଖିଲେ କି ନୀଳ ସମୁଦ୍ର ବୁକୁରେ ଭାସୁଛି ଏକ ଦିବ୍ୟ ଦାରୁ ଆଉ ଗୁରୁଗମ୍ଭୀର ସ୍ୱରରେ ଶୁଭୁଛି, ହେ ରାଜନ୍, ତୁମେ ବିଚଳିତ ନ ହୋଇ ମୋର ବ୍ରହ୍ମସ୍ୱରୂପ ଦାରୁଙ୍କୁ ଯଜ୍ଞବେଦୀକୁ ଘେନି ଆସ। ସ୍ୱୟଂ ବିଶ୍ୱକର୍ମା ଆସି ନିର୍ମାଣ କରିବେ ମୋ ନିଜ ସ୍ୱରୂପ। ସେହି ରାଜାଙ୍କ ନିଦ ଭାଙ୍ଗିଗଲା। ପ୍ରଭାତ ହୋଇଯାଇଥାଏ। ସ୍ନାନ ଶୌଚ ଶେଷ କରି ସେ ଧାଇଁଲେ ଯଜ୍ଞବେଦୀ ପାଖକୁ ପୂର୍ଣ୍ଣାହୁତି ଦେବାକୁ। ମହୋଦଧି ତଟକୁ ରାଜା ସୈନ୍ୟସାମନ୍ତଙ୍କୁ ପଠାଇଦେଲେ ସ୍ୱପ୍ନଦିଷ୍ଟ ମହାଦାରୁଙ୍କୁ ଅନ୍ୱେଷଣ ପାଇଁ। ସତକୁ ସତ ସୈନ୍ୟସାମନ୍ତଙ୍କୁ ଦୃଶ୍ୟମାନ ହେଲା ଏକ ଦିବ୍ୟ ଲକ୍ଷଣଯୁକ୍ତ ମହାଦାରୁ ଫେନିଳ ସମୁଦ୍ର ବକ୍ଷରେ। ମହା ଉତ୍ସବ ସହ ରାଜା ପବିତ୍ର ଦାରୁଙ୍କୁ ଆଣି ମହାବେଦୀ ଉପରେ ସ୍ଥାପନ କଲେ। ଅନେକ ଶିଳ୍ପୀ ମହାରଣା ଆସି ପହଞ୍ଚିଲେ ସେହି ଦାରୁରେ ବିଗ୍ରହ ନିର୍ମାଣ କରିଦେବା ପାଇଁ। ମାତ୍ର ସମସ୍ତେ ବିଫଳ ରହିଲେ। ଦିଅଁ ଗଢ଼ିବେ କ'ଣ, ସାମାନ୍ୟ ବକଳ ଟିକିଏ ଛଡ଼ାଇ ପାରିଲେ ନାହିଁ। ରାଜା ଇନ୍ଦ୍ରଦ୍ୟୁମ୍ନ ଚିନ୍ତିତ ହୋଇପଡ଼ିଲେ। କ'ଣ ଆଉ ବିଗ୍ରହ ଗଢ଼ା ହୋଇ ପାରିବ ନାହିଁ? ଠିକ୍ ଏହି ସମୟରେ ଜଣେ ବୃଦ୍ଧ ବର୍ଦ୍ଧକୀ କୁଆଡ଼ୁ ଆସି ପହଞ୍ଚିଲେ। ପାକୁଆ ପାଟି, ଠୁକୁଠୁକୁ ଚାଲି, ହାତଗୋଡ଼ ଥରୁଛି। ନିଜର ପରିଚୟ ଦେଇ ବୃଦ୍ଧ ଥଙ୍ଗ ଥଙ୍ଗ ହୋଇ କହିଲେ, ମୁଁ ଅନନ୍ତ ମହାରଣା। ମୋତେ ଟିକିଏ ସୁଯୋଗ ଦିଆଯାଉ, ମୁଁ ଦାରୁରୁ ଦିଅଁ ଗଢ଼ିଦେବି। ସମସ୍ତେ ଆଶ୍ଚର୍ଯ୍ୟ। ଆରେ, କେତେ ଲୋକ ଥକିଗଲେଣି। ଏ ବୁଢ଼ାଟା କହୁଛି ଦିଅଁ ଗଢ଼ିଦେବ। ଏମିତି କଥାବାର୍ତ୍ତା ଚାଲିଥିଲା ବେଳେ ବୃଦ୍ଧ ବର୍ଦ୍ଧକୀ ନିଜର ବୃଦ୍ଧାଙ୍ଗୁଳି ନଖରେ ଦାରୁକୁ ଟିକିଏ ଆଞ୍ଚୁଡ଼ି ଦେବାରୁ ଦାରୁରୁ ବକଳ ଛାଡ଼ିଗଲା। ରାଜାଙ୍କ ସ୍ୱପ୍ନ କଥା ସ୍ମରଣ ହେଲା। ହଁ, ପ୍ରଭୁ ତ କହିଥିଲେ ଜଣେ ବୃଦ୍ଧ ବର୍ଦ୍ଧକୀ ଆସି ପହଞ୍ଚିବ ଦିଅଁ ଗଢ଼ିଦେବା ପାଇଁ। ରାଜାଙ୍କ ବିଶ୍ୱାସ ହେଲା। ବୃଦ୍ଧଙ୍କୁ ମହାରଣା ରୂପେ ବରଣ କଲେ ମହାରାଜ। ଅନନ୍ତ ମହାରଣା ଏକ ବିଚିତ୍ର ସର୍ତ୍ତ ରଖି କହିଲେ, ହେ ରାଜା, ମୁଁ 21 ଦିନ ଯାଏଁ ଗୋଟିଏ ନିବୁଜ କୋଠରୀରେ ରହି ମୂର୍ତ୍ତି ନିର୍ମାଣ କରିବି। କୌଣସି ଖାଦ୍ୟ କି ପାନୀୟ ଗ୍ରହଣ କରିବି ନାହିଁ। ଆପଣ କୋଠରୀ ଚାରିପଟରେ ସୈନ୍ୟ ମୁତୟନ କରନ୍ତୁ, ଯେପରି କେହି ଭିତରକୁ ପ୍ରବେଶ କରିବେ ନାହିଁ। କୌଣସି ସ୍ଥିତିରେ 21 ଦିନ ପର୍ଯ୍ୟନ୍ତ ତୁମେ କବାଟ ଖୋଲିବ ନାହିଁ। ସେଇଆ ହେଲା। ନିବୁଜ କୋଠରୀ ମଧ୍ୟରେ ବୃଦ୍ଧ ବର୍ଦ୍ଧକୀ ମୂର୍ତ୍ତିକୁ ନିର୍ମାଣ ଆରମ୍ଭ କଲେ। ତାଙ୍କ ଠକ୍ ଠକ୍ ଶବ୍ଦରୁ କାମ ଚାଲିଛି ବୋଲି ଜଣାପଡ଼ୁଥାଏ। ପ୍ରତିଦିନ ମହାରାଣୀ ଗୁଣ୍ଡିଚା ସେହି ଠକ୍ ଠକ୍ ଶବ୍ଦ ଶୁଣି ଆଶ୍ୱସ୍ତ ହେଉଥାନ୍ତି ଯେ ବିଗ୍ରହ ଗଢ଼ା ଚାଲିଛି। ଏପରି 15 ଦିନ ଗଲା। 16 ଦିନ ବେଳକୁ ଆଉ ଠକ୍ ଠକ୍ ଶବ୍ଦ ଶୁଭିଲା ନାହିଁ। ସମସ୍ତଙ୍କର ଆଶଙ୍କା ହେଲା, ବୁଢ଼ା ବଢ଼େଇର ଆଉ କ'ଣ କିଛି ହୋଇଗଲା କି? ମହାରାଣୀ ଗୁଣ୍ଡିଚା ଆଉ ଧୈର୍ଯ୍ୟ ଧରି ରହିପାରିଲେ ନାହିଁ। ମହାରାଜାଙ୍କ ପାଖରେ ଯାଇ ଜିଗର କଲେ, ବୁଢ଼ା ବଢ଼େଇର ଆଉ ବୋଧେ ନାହିଁ, କବାଟ ଫିଟେଇ ଦିଅ। ଅବୁଝା ରାଣୀଙ୍କୁ କେତେ ଆଉ ରାଜା ବୁଝେଇବେ? ଶେଷରେ ବାଧ୍ୟ ହେଲେ ରାଜା କବାଟ ଖୋଲିବା ପାଇଁ। କବାଟ ଫିଟେଇବାକୁ। ରାଜା କବାଟ ଫିଟେଇ ଦେଖନ୍ତି କି ଅନନ୍ତ ମହାରଣା କୁଆଡ଼େ ଅନ୍ତର୍ଦ୍ଧାନ। ଥୁଆ ହୋଇଛନ୍ତି ଅଧାଗଢ଼ା ଅପୂର୍ବ ବିଗ୍ରହ ତିନୋଟି। ପାଖରେ ସ୍ତମ୍ଭ ଗୋଟିଏ। ବୃଦ୍ଧ ବର୍ଦ୍ଧକୀ, ଅନନ୍ତ ମହାରଣା ଆଉ କେହି ନଥିଲେ। ସେ ଥିଲେ ସ୍ୱୟଂ ବିଶ୍ୱକର୍ମା। ମହାପ୍ରଭୁ ତାଙ୍କୁ ପଠେଇ ନିଜର ରହସ୍ୟମୟ ଦାରୁ ବିଗ୍ରହ ନିଜେ ହିଁ ଗଢ଼ାଇ ଦେଲେ। ଓଃ, କି ରୂପ ସିଏ! ସବୁ ଅପୂର୍ଣ୍ଣତା ମଧ୍ୟରେ ସିଏ ସମ୍ପୂର୍ଣ୍ଣ। ସେ ପୂର୍ଣ୍ଣ ବ୍ରହ୍ମ, ନିର୍ଗୁଣ, ନିରାକାର। ସିଏ ହେଉଛନ୍ତି ଦାରୁବ୍ରହ୍ମ, ବ୍ରହ୍ମଦାରୁ। ମୁଁ ସେହି ବ୍ରହ୍ମଦାରୁ, ନିରାକାର, ନିର୍ଗୁଣ, ନିର୍ବିକାର, ସର୍ବବ୍ୟାପୀ ସର୍ବାତ୍ମା ବ୍ରହ୍ମଙ୍କୁ ବାରମ୍ବାର ପ୍ରଣାମ କରୁଛି। ତେବେ ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିହାତି କହିବେ।